ଆମେ ଆସିଥିଲୁ ଦେଖିବା ପାଇଁ ଆକ୍ଚୁଆଲି ଫିଲ୍ଡରେ କ'ଣ ଘଟଣାଟା ହେଇଛି, କାହିଁକି ଘଟଣା ଘଟିଲା, ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା। ସେଥିଲାଗି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜୟଦେବ ଜେନା, ଆମର ପୂର୍ବତନ ପିସି ସଭାପତି, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ପାର୍ଲାମେଣ୍ଟ ସଭ୍ୟ, ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଓଡ଼ିଶା ସରକାରରେ, ଏବଂ ନଗେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ପାର୍ଲାମେଣ୍ଟ ସଭ୍ୟ, ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ଆମର ରଘୁବାବୁ, ଏବଂ ଆମେ ସମସ୍ତେ ଆପଣ ଜାଣିଛନ୍ତି ସମସ୍ତଙ୍କୁ ଆମେ ଯାଇଥିଲୁ। ଏବଂ ସେଠି ଯେଉଁ ଘଟଣାଟି ଘଟିଛି ଯେଉଁ ହଲ୍ ଭିତରେ, ମାନେ ଆଇସିୟୁ ଭିତରେ ଟ୍ରମା ସେଣ୍ଟରର, ତାକୁ ଦେଖିଲା ପରେ ଆମେ ଅନୁଭବ କଲୁ ଇଏ ଡେଲିବରେଟ୍ କ୍ରିମିନାଲ ନେଗ୍ଲିଜେନ୍ସ ପାଇଁ ଏ ପ୍ରକାର ଏକ ଅଭାବନୀୟ ଘଟଣା ଘଟିଲା। ଯାହାଫଳରେ ଯାହା ଶୁଣାଯାଉଛି, ଯାହା ଆମକୁ ଖବର ମିଳିଲା ସେଠି ଯେ 10 ଜଣଙ୍କ ଦେହାନ୍ତ ଘଟିଛି, ସେଠି ପୋଡ଼ି ଯାଇଛନ୍ତି। ଏବଂ ସେ ଅବସ୍ଥା ଦେଖିଲା ପରେ କି ଚିନ୍ତା କରିପାରିବନି କିପରି ଭାବରେ ସେ ନିଆଁ ଲାଗିଥିଲା ସେଠି। ଏବଂ ଆହୁରି 4 ଜଣ ବର୍ତ୍ତମାନ ଚିକିତ୍ସାରେ ଅଛନ୍ତି। ସେମାନଙ୍କ ଭିତରୁ 2 ଜଣଙ୍କର ଅବସ୍ଥା, ଯାହା ଡାକ୍ତର କହିଲେ ଆମକୁ, ସଙ୍କଟାପନ୍ନ ଅଛି। ଆଉ 2 ଜଣ ଟିକେ ଇମ୍ପ୍ରୁଭ୍ କରୁଛନ୍ତି। ତାପରେ ଆମେ ଗଲୁ କୋଉଠିକି, ସେଠୁ ଆସିଲା ପରେ ଯେଉଁ ଚିକିତ୍ସିତ ହେଉଛନ୍ତି ତାଙ୍କୁ ବି ଭେଟିବା ପାଇଁ ଆଇସିୟୁ ଭିତରକୁ ଯାଇନୁ, ବାହାରେ ଷ୍ଟାଫ୍, ମେଡିକାଲ ଷ୍ଟାଫ୍ ଏବଂ ଅନ୍ୟମାନଙ୍କ ସାଙ୍ଗରେ ଆଲୋଚନା କରୁଛୁ। ଡକ୍ଟର ସହିତ ବି ଆଲୋଚନା ହଁ, ଡକ୍ଟରଙ୍କ ସାଙ୍ଗରେ ଆଲୋଚନା ହେଲା। ଏବଂ ଆମର ଅନୁଭବ ହେଲା, ମୁଖ୍ୟମନ୍ତ୍ରୀ ଆମେ ଶୁଣିଲୁ ଯେ ସକାଳୁ ଆସିଥିଲେ ବୋଲି, ମୁଖ୍ୟମନ୍ତ୍ରୀ 2ଟି ଘୋଷଣା କରିଛନ୍ତି ବୋଲି ଆମେ ଖବର ପାଇଲୁ। ଯେ ଗୋଟିଏ ଘଟଣା ହେଲା ଯେ ଏକ ଜୁଡ଼ିସିଆଲ ଇନକ୍ୱାରି କରାଯିବ ଏ ଘଟଣାର, ଏବଂ ଅନ୍ୟଟି ହେଲା ଯେ ଯେଉଁମାନେ ମୃତାହତ ହେଇଛନ୍ତି ତାଙ୍କ ପରିବାର ବର୍ଗଙ୍କୁ 25 ଲକ୍ଷ ଟଙ୍କା ସହାୟତା ଦିଆଯିବ ରାଜ୍ୟ ସରକାରଙ୍କ ପକ୍ଷରୁ। ଏବଂ ସେଥିରେ ଆମର ଅବଜରଭେସନ ହେଲା ଯେ ମଣିଷର ଜୀବନ, ଯେଉଁମାନେ ଚିକିତ୍ସା ହେବା ପାଇଁ ଆସିଥିଲେ, ଆଇସିୟୁରେ ଆଡମିସନ ନେଇଥିଲେ, ଚିକିତ୍ସାର ଦୂରର କଥା, ତାଙ୍କ ଡେଡ୍ ବଡି ବାହାରିକି ଗଲା। ସେଥିଲାଗି ସେମାନଙ୍କୁ ଅତି କମ୍ରେ 1 କୋଟି ଟଙ୍କା ଦିଆଯାଉ ସହାୟତା ହିସାବରେ ତାଙ୍କ ପରିବାର ବର୍ଗଙ୍କୁ। ଏବଂ ତାଙ୍କ ପରିବାର ବର୍ଗର ଯଦି କେହି ପିଲା ସରକାରୀ ଚାକିରି ପାଇବା ଯୋଗ୍ୟତା ଥିବ, ତାଙ୍କ ଭିତରୁ ଜଣ ଜଣ କରି ପ୍ରତ୍ୟେକ ପରିବାରକୁ ସେ ସହାୟତା ମଧ୍ୟ ତା ସାଙ୍ଗରେ ଦିଆଯାଉ। ଦ୍ୱିତୀୟ କଥା ହେଲା, ଏଥିପାଇଁ ଦାୟୀ ଯିଏ, ମୁଖ୍ୟମନ୍ତ୍ରୀ ଆସିଲେ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ବି ନଥିଲେ। ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଁ ଯାହା ଖବର ନେଲି, ଏସ୍ସିବି ମେଡିକାଲ କଲେଜ, ଯାହାକୁ ଆମେ ଯେମିତି ଜଗନ୍ନାଥ ମନ୍ଦିରକୁ ପୂଜା କରାଯାଏ ଓଡ଼ିଶାର ପ୍ରତ୍ୟେକ ଲୋକେ, ଠିକ୍ ସେହିଭଳି ଏସ୍ସିବି ମେଡିକାଲ କଲେଜକୁ ସ୍ୱାସ୍ଥ୍ୟ ସେବାର ସେ ଆଉ ଏକ ବଡ଼ ମନ୍ଦିର ରାଜ୍ୟର, ସେଠି ଯଦି ଏପରି ଅଭାବନୀୟ ଅବସ୍ଥା ହୁଏ, ଯାହା ସିଷ୍ଟମ ଫେଲ୍ କରିଛି ଆମେ ଯାହା ଦେଖିଲୁ। ସେଥିଲାଗି ଯେ ଦାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ, ସେ ଇସ୍ତଫା ଦେଇଦେବା ଉଚିତ। ଯଦି ସେ ଇସ୍ତଫା ବର୍ତ୍ତମାନ ସୁଦ୍ଧା ତାଙ୍କ ମୋରାଲ ରେସ୍ପନ୍ସିବିଲିଟି ନ ନେଇଛନ୍ତି, ତାହେଲେ ତାଙ୍କୁ ତୁରନ୍ତ ବରଖାସ୍ତ କରିବା ଉଚିତ। ଆମର ନିର୍ଦ୍ଦିଷ୍ଟ ମତ ଏ ସମ୍ପର୍କରେ ଆମେ ଆମ ଭିତରେ ଆଲୋଚନା କଲା ପରେ ଆମେ ସେଇ ଅବଜରଭେସନରେ ପହଞ୍ଚିଲୁ। ଏ ସମ୍ପର୍କରେ ଆମେ କହିବୁ, ଗଭର୍ଣ୍ଣରଙ୍କୁ ବି କହିବୁ ଯେ ଯାହା ଯେଉଁ ଘଟଣା ଘଟିଛି। କିନ୍ତୁ ଦୁର୍ଭାଗ୍ୟର କଥା, ସେଠି ଯେଉଁ ସିଷ୍ଟମ ଅଛି, ଆଲାରାମ ବାଜିବ, ଗୋଟେ ନିଆଁ ଲାଗିଗଲା ମାନେ ଆଲାରାମ ବାଜିବା କଥା, ଆଲାରାମ ବାଜି ନାହିଁ। ସେଠି ଯେଉଁ ତାଙ୍କର ଫାୟାର ପାଇପ୍ ସବୁ ରହିଛି, ଫାୟାର ପାଇପ୍ କାମ କରୁନାହିଁ। ଆମେ ପଚାରିଲୁ ଯେ ଫାୟାର ପାଇପ୍ର ଟ୍ରାଏଲ କେବେ ହେଇଛି ନା, ଯେତେବେଳେ ପ୍ରଥମେ ଲାଗିଥିଲା ସେତିକି ବେଳେ ହେଇଥିଲା, ତାପରେ ଆଉ କେବେ ପ୍ରତି 2 ମାସରେ, 3 ମାସରେ କି 4 ମାସରେ ଥରେ ଟ୍ରାଏଲ ହେବା କଥା କି ଫଙ୍କସନ କରୁଛି କି ନାହିଁ, ତାହା ବି ଦେଖାଯାଇନାହିଁ। ଯାହାର ପରିଣାମ ହେଇଛି, ଯଦି ଟ୍ରାଏଲ ହେଇଥାନ୍ତା, ଫଙ୍କସନ କରୁଥାନ୍ତା, ତାହେଲେ ହୁଏତ ଲୋକଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ଦ୍ୱିତୀୟ କଥା ହେଉଛି ଜିଇଡି ଡିପାର୍ଟମେଣ୍ଟ, ଜେନେରାଲ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ, ପିଡବ୍ଲ୍ୟୁଡି ଅଣ୍ଡରରେ ଅଛି, ତାକୁ ମିଶାଇ ଦିଆହେଇଛି ପିଡବ୍ଲ୍ୟୁଡିରେ। ସେମାନଙ୍କର ଅଫିସର୍ସ ମାନେ ସରକାରୀ ବିଲ୍ଡିଂରେ ଯେଉଁ ସବୁ ଇଲେକ୍ଟ୍ରିକାଲ ଫିଟିଙ୍ଗସ୍ ରହିଛି ତାକୁ ସର୍ଭେ କରିବା କଥା। ଆମେ ଯେତେବେଳେ ପହଞ୍ଚିଲୁ ସେଠି ଦେଖିଲୁ ତାଙ୍କର ଟେକ୍ନିକାଲ ଷ୍ଟାଫ୍ ଆସିକି ଦେଖୁଛନ୍ତି। ପୋଲିସ ଆମକୁ କହିଲେ ଟେକ୍ନିକାଲ ଷ୍ଟାଫ୍ କୋଉମାନେ, ଯାହା ଜିଇଡିର ଅଫିସର୍ସ ମାନେ ଆସୁଛନ୍ତି। ତ ସେମାନେ ଆଜି ପର୍ଯ୍ୟନ୍ତ କ'ଣ କରୁଥିଲେ, ଯିଏ ବି ଆଗରୁ ଅନ୍ୟ ବିଲ୍ଡିଂକୁ ବି ଆପଣ ଦେଖିବେ ଅବସ୍ଥା ଠିକ୍ ସେଇଭଳିଆ, ତାକୁ କେହି ଦେଖୁନାହାନ୍ତି। କି ଫାୟାର ବ୍ରିଗେଡର ଯେଉଁମାନେ ସବୁ ଦାୟିତ୍ୱରେ ଅଛନ୍ତି, ଫାୟାର ସିଷ୍ଟମର ସେଠିକାର ଗୋଟେ ଫାୟାର ଅଫିସ ବି ଅଛି,
ସେମାନେ ବି କେବେ ଚେକ୍ କରିନାହାନ୍ତି କୋଉଟା କାମ କରୁଛି କୋଉଟା କାମ କରୁନି। सर आपण तार पूरा घटनावली को देखिले कहार भूल अछि भाबिले कोठी सर भूल रहिला ये सिस्टम को एमाने जेतिकी केयरफुली रेस्पॉन्सिबली मेडिकल सुपरिटेडेंट तांको दायित्व होची जे हॉस्पिटल रो ए जो ऑपरेटर्स सब फंक्शन करूची कि नाही प्रति मास रे गोटे रिपोर्ट होवा कथा। तो सरकार को ए संपर्क में रिपोर्ट देइछन ता भी देई नांती हम जा बुझिलु जदि एकता को माने कसन आगु कराई थांता एते संख्या रोगी आसुनी प्रतिदिन हॉस्पिटल को केवल ए घटना तो केवल ट्रमा सेंटर आईसीयू को ता भीतर रखियार कोन आवश्यकता थला। छोटिया रूम के जोटी 5-6टा बेड पड़िया कथा 15-20टा बेड काहे पड़ची ए लागिला कि बेड को बेड ए सब लागी कि कोन पाई। तेणुक ये एक एक्सीडेंट बा जहाँ घटना घटी ये प्योर नेग्लिजेंस पाई अतीतर नेग्लिजेंस जदि सिस्टम को ठीक रखा होता ताहले भी ताको रक्षा करा जाई पाइथा। सर आपण मते बोलले आ तो असली मेडिकल आपण देखिले एक बड़ समस्या होची बिल्डिंग अनसेफ गुडा बिल्डिंग वर्तमान अनसेफ रे अछि जोगरा कि नूतन बिल्डिंग काटी एग्जैक्टली मु सही कथा कहूची जे सब बिल्डिंग रो तार इवैल्यूएशन हुए तार लाइफ कोन तार सिस्टम सब फंक्शन करूची कि नहीं। हॉस्पिटल तो ए पीडब्ल्यूडी आईबी रे अपन जदि सिस्टम को देखिबे कोठी गोटे एक्सीडेंट जदि हो अपन देखो जीट रो इलेक्ट्रिफिकेशन एटा गोटे मेजर आईबी दायित्वकार तेणुक ए संपर्क में आम सचेतन थाई जाणी भी आम अजना भाई कम कर तेणुक रेस्पॉन्सिबिलिटी फिक्स करा जाऊ जुडिशियल इनक्वारी आवश्यकता कौन थी केवल डाइवर्ट करने अटेंशन को तो मतलब इमिडिएट एक्शन नवा कथा चीफ मिनिस्टर ये बसवा कथा रिव्यू करता हु आर रेस्पॉन्सिबल ताको सैक करो इमिडिएटली कहीं सुपरिटेडेंट रिपोर्ट देना संपर्क में जो मैंने दायित्व अच्छा जो मैंने एडमिनिस्ट्रेटिव कंट्रोल अच्छा कहीं संपर्क निष्पत्ति नहीं ना आगुरी घर पड़गला पानी ढाल माने कौन अच्छी क्योंकि ये जो जहाँ को कह जाए अत्यंत दायित्वहीनतार परिचय दि जाए जहाँ को क्रिमिनल जहाँ को कह जाए क्रिमिनल ऑफेंस ताठू बढ़ी है तेणुक से दंड विधान करा मुख्यमंत्री को आम मोराल रेस्पॉन्सिबिलिटी होची इमीडिएटली सैक करिया कथा मिनिस्टर इंचार्ज जे रेस्पॉन्सिबल फॉर ऑल दिस थिंग कहीं करना देपन तो ये दायित्व सांकर कि नहीं ये मामूली कथा नुहे केवल प्राइवेट हॉस्पिटल को बुझिया पे जीवे ट्रीटमेंट पे जीवे गरीब गुरुआ लोके गाँ गंटर आसुँच जो एससे भी बड़ हॉस्पिटल को आम जाओ लोक आसती गाँव कौन पाई जे आम ट्रीटमेंट पाई ता नहीं तेणुक आम गंभीरतार सहित सरकार एवं सिविल सोसाइटी कटक सहर सिविल सोसाइटी ए संपर्क में स्वास्थ्य सेवा को केमती इम्प्रूव करा संपर्क में आगामी दिन में आहरी डिटेल आलोचना हम एवं तुरंत जहाँ आवश्यक से कथा केवल आम कह